ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ବିଷୟରେ ଗୋଟିଏ ସୁନ୍ଦର ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଆମେ ଏଠାରେ କାହିଁକି ଏକତ୍ରିତ ହୋଇଛେ ତାହା ସମସ୍ତଙ୍କୁ ଅଳ୍ପ ବହୁତ ଜଣା। ଆଜି ହେଉଛି 26 ଜାନୁଆରୀ 2026 ମସିହା, ଯାହାକି ଆମ ଦେଶର 77ତମ ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ତିଆରି କରିବା ପାଇଁ ଦୀର୍ଘ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଡକ୍ଟର ଭୀମରାଓ ଆମ୍ବେଦକର ଭାରତ ଫେରିବା ପରେ ଦଳିତମାନଙ୍କର ସାମାଜିକ ସ୍ୱାଧୀନତା ଏବଂ ଭାରତକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ବନାଇବା ପାଇଁ ଲାଗିଥିଲେ ଏବଂ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। 1926 ମସିହାରେ ବମ୍ବେ ବିଧାନସଭା ପରିଷଦର ସଦସ୍ୟ ହୋଇଥିଲେ। ଡକ୍ଟର ଭୀମରାଓ ଆମ୍ବେଦକର ଭାରତକୁ ଦେଖିବାର ଦୃଷ୍ଟି ସମ୍ପୂର୍ଣ୍ଣ ଅଲଗା ଥିଲା। ସେ ଭାରତକୁ ବିଭାଜିତ ହେବା ପାଇଁ ଦେଖିବା ପାଇଁ ଚାହୁଁନଥିଲେ। 15 ଅଗଷ୍ଟ 1947ରେ ଭାରତର ସ୍ୱାଧୀନତା ପରେ ଆମ୍ବେଦକରଙ୍କୁ ଦେଶର ପ୍ରଥମ ଆଇନ ମନ୍ତ୍ରୀ କରିଦିଆଗଲା ଏବଂ କଠିନ ପରିଶ୍ରମ ପରେ ସେ ଏକ ଲିଖିତ ସମ୍ବିଧାନ ଭାରତକୁ ଦେଇଥିଲେ, ଯାହାକି 26 ଜାନୁଆରୀ 1950ରେ ଭାରତର ପ୍ରଣୟନ କରାଗଲା। ଆମ୍ବେଦକରଙ୍କର ବିଚାର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମଧ୍ୟ ସ୍ଥାପନ କରାଗଲା। ଆମ୍ବେଦକର ଧର୍ମ ପରିବର୍ତ୍ତନ ମଧ୍ୟ କରିବାକୁ ବାରମ୍ବାର କହି ଆସୁଥିଲେ। 35 ବର୍ଷ ସମସ୍ତ ଧର୍ମ ଉପରେ ଗବେଷଣା କଲା ପରେ ଶେଷରେ 14 ଅକ୍ଟୋବର 1956ରେ ସେ ବୁଦ୍ଧ ଧର୍ମ ଗ୍ରହଣ କଲେ। ଶେଷରେ 6 ଡିସେମ୍ବର 1956 ମସିହାରେ ବିଛଣାରେ ଶୋଇଥିବା ଅବସ୍ଥାରେ ଆମ୍ବେଦକରଙ୍କ ପରଲୋକ ହୋଇଥିଲା। କିନ୍ତୁ ସେ ମୃତ୍ୟୁ ପୂର୍ବରୁ ସମାଜକୁ ବହୁତ ପରିବର୍ତ୍ତନ କରିଦେଇଥିଲେ। ଗରିବ, ଦଳିତ ଏବଂ ମହିଳାଙ୍କୁ ତାଙ୍କର ଅଧିକାର ଫେରାଇ ଦେଇଥିଲେ। କଥାରେ ଅଛି, ଏକତା ହିଁ ବଳ। ତେଣୁ ଆମେ ଏକ ହେବା, ସତ୍ ମାର୍ଗରେ ଯାଇ ଦେଶକୁ ବହୁ ସମସ୍ୟା ଭିତରୁ ଉଦ୍ଧାର କରି ଭାରତକୁ ଏକ ସୁସଂଗଠିତ ରାଷ୍ଟ୍ର ରୂପେ ଗଢ଼ିପାରିବା। ଚାଲନ୍ତୁ ଆଜି ଆମେ ଶପଥ ନେବା, ସମସ୍ତେ ମିଳିମିଶି ଆମ ଦେଶର ସମ୍ମାନ ରକ୍ଷା କରିବା ଏବଂ ବହୁତ ଆଗକୁ ଯିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।